ଜନତା ରଙ୍ଗମଞ୍ଚ ଏପରି ଏକ ମଞ୍ଚ ଯାହା କଳାକାରମାନଙ୍କ ଦ୍ୱାରା ତିଆରି ହେଇଛି। ଆଉ ସେଇ ଜନତା ରଙ୍ଗମଞ୍ଚ ତାର ପୂର୍ବ ସ୍ମୃତିକୁ ଫେରେଇ ଆଣିବା ପାଇଁ ନାଟକ ପରେ ନାଟକ, ନାଟକ ପରେ ନାଟକ ବର୍ଷା ଆରମ୍ଭ କରିଦେଲା। 25 ତାରିଖ ଅପୂର୍ବ ସଫଳତା ପରେ ଆପଣା ସୁନା ଭେଣ୍ଡିର ପୁଣି 27 ତାରିଖ ଆରମ୍ଭ କଲା ଆଉ ଏକ ନାଟକ, ଯାହାର ବହି ପୂଜା 27 ତାରିଖ କରୁଛନ୍ତି ନିର୍ଦ୍ଦେଶକ ବିଶ୍ୱଭୂଷଣ ମହାନ୍ତି। ତାଙ୍କର ବହିର ନାଁ ହେଲା ଅଭିନେତ୍ରୀ। ଆଉ ସେଇ ଅଭିନେତ୍ରୀର ରଚନା ଏବଂ ବଳିଷ୍ଠ ନିର୍ଦ୍ଦେଶନା ବିଶ୍ୱଭୂଷଣ ମହାନ୍ତି। ନାଟକ ଆପଣ ଦେଖିବେ ମାର୍ଚ୍ଚ ମାସ 27 ତାରିଖ। ଆଉ ଏ ମାର୍ଚ୍ଚ ମାସ 27 ତାରିଖ ହେଉଛି ବିଶ୍ୱ ନାଟ୍ୟ ଦିବସ। ସେଇ ବିଶ୍ୱ ନାଟ୍ୟ ଦିବସରେ ନିର୍ଦ୍ଦେଶନା ଦେଉଛନ୍ତି ବିଶ୍ୱଭୂଷଣ ମହାନ୍ତି। ଆଉ ଆପଣମାନେ ଏ ସୁଯୋଗ କେବେ ହାତଛଡ଼ା କରିବେନି। ନାଟକ ଆସିବେ 27 ତାରିଖ ଦେଖିବା ପାଇଁ। ମାର୍ଚ୍ଚ 27 ତାରିଖ। ନାଟକର ନାଁଟା ହଉଛି ଅଭିନେତ୍ରୀ। ରଚନା ହଉଛି ମୁଁ ନିଜେ ଲିଖିଛି। ନିଜେ ମଧ୍ୟ ଜନତା ରଙ୍ଗମଞ୍ଚର ମ୍ୟାନେଜମେଣ୍ଟ କମିଟି ଦ୍ୱାରା ନିଷ୍ପତ୍ତି କ୍ରମେ ଏହାକୁ ନିଜେ ମଧ୍ୟ ଏହାକୁ ନିର୍ଦ୍ଦେଶନା ଦଉଛି। ମାର୍ଚ୍ଚ ମାସ 27 ତାରିଖରେ ଯୋଉ ନାଟକ ହବ, ଏ ନାଟକର ଆପଣ ଲେଖିଛନ୍ତି? ଆଜ୍ଞା। ନାଟକର ନାଁ ହେଲା ଅଭିନେତ୍ରୀ। ଅଭିନେତ୍ରୀ। ଏ ବିଷୟବସ୍ତୁ ବିଷୟରେ ଟିକେ ସଂକ୍ଷେପରେ କହିବେ କି? ଚୁମ୍ବକରେ ଯେମିତି ଲୋକ ଆସିବେ ଦେଖିବା ପାଇଁ। ଅଭିନେତ୍ରୀରେ ଆପଣଙ୍କର 9ଟି ସିନ୍ ଅଛି, 9ଟି ଦୃଶ୍ୟ ଅଛି, 6ଟି ଚରିତ୍ରକୁ ନେଇକି ନାଟକ ତିଆରି କରାଯାଇଛି। ପ୍ରଥମ ଦୃଶ୍ୟଠୁ ଆରମ୍ଭ କରିକି 6ଠ ଦୃଶ୍ୟ ପର୍ଯ୍ୟନ୍ତ ଆପଣ ଜାଣିପାରିବେ ଯେ ନାଟକର ଗତି କୁଆଡେ ଯାଉଛି ବୋଲି। କମ୍ପ୍ଲିଟଲି ସସ୍ପେନ୍ସ ରହିଛି ନାଟକରେ। ଯେପର୍ଯ୍ୟନ୍ତ ଆପଣ ବସିକିରି ଦେଖି ନାହାନ୍ତି ଘଣ୍ଟେ 15 ମିନିଟ୍, ନାଟକର ଦିଗ ମଧ୍ୟ ଆପଣ ପାଇପାରିବେନି। କମ୍ପ୍ଲିଟଲି ସସ୍ପେନ୍ସ ରହୁଛି ନାଟକ। ଗୋଟେ ନାଟକର 40 ମିନିଟ୍ ପର୍ଯ୍ୟନ୍ତ ନାଟକର ଦିଗ ଆପଣ ଜାଣିପାରିବେନି। କମ୍ପ୍ଲିଟଲି ପ୍ରତ୍ୟେକ ସିନ୍ରେ ସସ୍ପେନ୍ସ ଅଛି। ଗୋଟେ ଦ୍ୱନ୍ଦ୍ୱ ଭିତରେ ସମସ୍ତେ ଯାଉଛନ୍ତି, କିନ୍ତୁ ଯେତେବେଳେ ନାଟକର ପରିସମାପ୍ତି ଥିବ 2ଟା ସିନ୍, ସେତିକି ବେଳେ ଆକ୍ଚୁଆଲି ଅଭିନେତ୍ରୀର କାମ କଣ, ସେ କଣ ପାଇଁ ଅଭିନେତ୍ରୀ ହେଇଛି, ଏବଂ ସେ ଏଠି ଛୋଟିଆ ଜିନିଷ ଗୋଟେ କହିଛି, ଅଭିନେତ୍ରୀ ନିଜକୁ ଏଷ୍ଟାବ୍ଲିଶ କରିବା ପାଇଁ ଚାହୁଁଛି, ତାକୁ ବି ଧରିକି ଅଭିନେତ୍ରୀ ହେଇଛି। ଜନତା ରଙ୍ଗମଞ୍ଚ ବାଙ୍କା ବଜାର କଟକ ପ୍ରତି ମାସରେ ଗୋଟିଏ ଗୋଟିଏ ନାଟକ ମଞ୍ଚସ୍ଥ କରି ଚାଲିଛି। ନିଜ ଚେଷ୍ଟାରେ ଆମେମାନେ ଚେଷ୍ଟା କରି କିଛି ଲୋକ ପ୍ରତି ମାସରେ କରି ଚାଲିଛୁ। ସରକାରୀ ପ୍ରୋତ୍ସାହନ ଆଦୌ ନାହିଁ। ଠିକ୍ ସେମିତି ଆସନ୍ତା ମାସ ମାର୍ଚ୍ଚ ମାସରେ ବିଶ୍ୱ ନାଟ୍ୟ ଦିବସ 27 ତାରିଖରେ ପଡୁଛି। ଆଉ ସେଇ 27 ତାରିଖରେ ଆମେ ଗୋଟିଏ ନାଟକ ମଞ୍ଚସ୍ଥ କରିବୁ। ତା ନାଁ ହେଉଛି ଅଭିନେତ୍ରୀ। ତାକୁ ରଚନା କରିଛନ୍ତି ବିଶ୍ୱରଞ୍ଜନ ମହାନ୍ତି ଏବଂ ନିର୍ଦ୍ଦେଶନା ମଧ୍ୟ ସେଇ ଦେଉଛନ୍ତି। ନାଟକକୁ ଫିଟ୍ କଲା ଭଳି ସବୁ ଚରିତ୍ର ଗୁଡ଼ିକୁ ବାଛି ବାଛି ଆମେ ଦେଇଛୁ। ନାଟକ ମଞ୍ଚସ୍ଥ କରିବୁ 27 ତାରିଖ ଦିନ। ଆପଣ ଆସନ୍ତୁ, ଦେଖନ୍ତୁ। ଜନତା ରଙ୍ଗମଞ୍ଚରେ 7ଟି ନାଟକ ଆମର ସଫଳତା ନେଇ ଶେଷ କରାଯାଇଛି ଏବଂ ଆସନ୍ତା ମାର୍ଚ୍ଚ ମାସ 27 ତାରିଖ ଯେଉଁଦିନକୁ ହେଉଛି ବିଶ୍ୱ ନାଟ୍ୟ ଦିବସ, ସେଇଦିନ ଆଉ ଗୋଟିଏ ଭିନ୍ନ ସ୍ୱାଦର ନାଟକ ମଞ୍ଚସ୍ଥ ହେବାକୁ ଯାଉଛି, ଯାହା ହେଲା ନାଟକ ଅଭିନେତ୍ରୀ। ଆପଣ 7ଟି ଯାକ ନାଟକ ଦେଖିଛନ୍ତି। 7ଟି ନାଟକ ଭିନ୍ନ ଭିନ୍ନ ସ୍ୱାଦର ଥିଲା ଏବଂ ମୁଁ ବସି ଯାହା ଦେଖୁଛି, ମୁଁ ସେ ବହି ପଢ଼ି ଯାହା ଦେଖିଛି, ଏଇ ଯେଉଁ ନାଟକ ଆସନ୍ତା 27 ତାରିଖ ମାର୍ଚ୍ଚ ମାସରେ ହବ, ତା ଏକ ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ନାଟକ। ଏ ନାଟକକୁ ଲୋକ କାହିଁକି ଆସିବେ? କଣ ଆଦେହରେ ନୂତନତ୍ୱ ଅଛି? ନାଇଁ, ନାଟକ ବିଷୟରେ ଆମେ ଯେତିକି ତାର ବିଷୟବସ୍ତୁ ବିଷୟରେ ଜାଣିଛୁ, ମାନେ ଏଇଟା ପୁରାପୁରି ଗୋଟେ ସସ୍ପେନ୍ସ ଟାଇପର ଅଛି। ଆଉ ସାଧାରଣ ଏଇଟା ଘଣ୍ଟେ 15 ମିନିଟ୍ କି ଘଣ୍ଟେ 20 ମିନିଟ୍ ହବ। ମୋ ମତରେ ନାଟକଟି ବେଶ ସୁନ୍ଦର ହବ। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଆସନ୍ତୁ। ବିଶ୍ୱ ନାଟ୍ୟ ଦିବସ ଆମର ମାର୍ଚ୍ଚ 27 ତାରିଖ ଏଇ ଜନତା ରଙ୍ଗମଞ୍ଚରେ ଯୋଉଟା ମଞ୍ଚସ୍ଥ ହବ। ଆଉ ସିଏ ବି ସୁନାମଧନ୍ୟ ଡିରେକ୍ଟର, ରାଇଟର କମ୍ ଡିରେକ୍ଟର। ସେ ପୁଣି ସିଏ ଆଉ କିଏ ନୁହନ୍ତି, ସେ ହେଉଛନ୍ତି ଆମ ହର ପଟ୍ଟନାୟକ ଯିଏ ଥିଲେ, ତାଙ୍କର ଭେଣେଇ ଏବଂ ତାଙ୍କ ଦେହରେ କଳା ପୁରା ଭରପୁର ଅଛି। ସେମାନେ ଭଲ ଆକ୍ଟିଂ ବି କରନ୍ତି, ନିର୍ଦ୍ଦେଶନା ବି ଦିଅନ୍ତି, ଲେଖନ୍ତି ବି। ତେଣୁ ମୋର ଆଶା ନାଟକଟି ବେଶ ଉଚ୍ଚକୋଟୀର ହବ। ଆପଣମାନଙ୍କୁ ଅନୁରୋଧ, ଆସନ୍ତା ମାର୍ଚ୍ଚ ମାସ 27 ତାରିଖ ବିଶ୍ୱ ନାଟ୍ୟ ଦିବସ ଦିନ ଏଇଠି ମଞ୍ଚସ୍ଥ ହବ। ଆପଣ ଆସିବେ।
ଜନତା ରଙ୍ଗମଞ୍ଚ ତରଫରୁ ଆପଣ ସମସ୍ତଙ୍କୁ ମୁଁ ବିନମ୍ର ଅନୁରୋଧ କରିବି ଯେ ଆପଣ ଅନ୍ତତଃ ଘଣ୍ଟାଏ 15 ମିନିଟ ସମୟ ହାତରେ ଧରି ଗୋଟେ ସଫଳ ନାଟକ ଯୋଉ ଆମର ଆସନ୍ତା ମାର୍ଚ୍ଚ ମାସ 27 ତାରିଖ ବିଶ୍ୱ ନାଟ୍ୟ ଦିବସରେ ଏଠି ମଞ୍ଚସ୍ଥ ହେବାକୁ ଯାଉଛି ତାକୁ ଦେଖିବେ, ଉପଭୋଗ କରିବେ ଏବଂ ଆମମାନଙ୍କୁ ଉତ୍ସାହିତ କରିବେ। ଧନ୍ୟବାଦ।